नमस्कार। ମୁଁ 2011-12 ବେଳକୁ ଗୋଟେ କବିତା ଲେଖିଥିଲି। କବିତା ନୁହେଁ ତ, ଗୋଟେ ଲେଟର୍ ଭଳିଆ ଗୋଟେ ଲେଖିଥିଲି। ଯେଉଁଟା ମୋ ମନରେ ଆସିଲା, ମୁଁ ସେଇଟା ଗୋଟେ ଖାତାରେ ଉତାରି ଦେଇଥିଲି। ପରେ ବି ମୁଁ ସେଇଟା 2017ରେ ଛାପିବାକୁ ବି ଦେଇଥିଲି। ଯେତେବେଳେ ମୁଁ ଫାଷ୍ଟ ଜବ୍ କରୁଥିଲି, ସେଇଟା କବିତାଟା ମୋର ଛପା ବି ସେଥିରେ ହେଇଥିଲା। କେବେ ବହିଟା ବାହାର କରିକି ମୁଁ କେବେ ଆପଣମାନଙ୍କୁ ଦେଖେଇବି। ସେଇଟା ହେଉଛି ସେଇଟା। ତ ପୁରୁଣା ଡ୍ର ମୁଁ ଖେଳୁଥିଲି। ଝିଅର କିଛି ଥାକ ହରିକା ସଜଡ଼ା ସଜଡ଼ି କରୁଥିଲି, ତ ସେଥିରୁ ମୁଁ ପାଇଗଲି। ତ ଭାବିଲି ଆପଣମାନଙ୍କୁ ବି ପଢ଼ିକି ଟିକେ ଶୁଣେଇଦେବି। ଏଠି ପୃଥିବୀ ସ୍ତବ୍ଧ। ଜୀବନର କିଛି ମୁହୂର୍ତ୍ତ ଅତିକ୍ରାନ୍ତ କଲା ପରେ ବି ଆଜି ମଣିଷ ଜଞ୍ଜାଳ ଭରା ଦୁନିଆରୁ ଆସି ବହୁ ଦୂରରେ। ଭାବନା, କଳ୍ପନା, ସ୍ୱପ୍ନ ଏଠି ସବୁ ବ୍ୟର୍ଥ। ନା କାହାଠାରୁ ନିଜର ଅଧିକାର ସ୍ଥାପିତ କରି, ନା ଜୋର ଜବରଦସ୍ତ। ଏଠି କିଛି ବି ପାଇ ହୁଏନି। ପ୍ରେମ, ଭଲ ପାଇବା ଆଉ ତ୍ୟାଗର ଏଠି ମୂଲ୍ୟ ନାହିଁ। ଏଠି ନିଜର ପ୍ରାପ୍ତିଟା ହିଁ ଶ୍ରେୟ। ତଥାପି କେଉଁ ମଣିଷ କହିପାରିବ, କୋଳାହଳ ଭରା ଜୀବନରୁ ନିଜର ଚଲାପଥ ଅତିକ୍ରାନ୍ତ କଲା ପରେ ବେଳେବେଳେ ନିର୍ଜନତାର ଦ୍ୱାହି ଦେଇ ଆଉ କେବେ ତ ଥରେ ମନେ ପଡ଼ିବ ନା ଅତୀତର ସ୍ମୃତି। ଥରେ ଭାବିଚିନ୍ତି କୁହ ତ, କେଉଁ ମଣିଷ ଛାତିରେ ହାତ ଦେଇ କହିପାରିବ ଅତୀତ ତା ସ୍ମୃତିରୁ ହୋଇଛି ସମ୍ପୂର୍ଣ୍ଣ ସମାପ୍ତି। ମନେ ତ ପଡ଼ିବ ଜିଇଁଥିବା ଯାଏ, ସେତେବେଳେ ଯେତେବେଳେ ଆବେଗର ଆୟୁଧ ଜନ୍ମରୁ ପ୍ରତୀକ୍ଷା ପରି ନିଜର ଜୀବନସାଥୀର ସାନ୍ନିଧ୍ୟ ଲାଭ କଲା ପରେ ବି ଅତିକ୍ରାନ୍ତ ବୟସରେ ଯେତେବେଳେ ସଂସାର ଯାକର ଯନ୍ତ୍ରଣା ଲଦା ହୋଇଯାଉଥିବ ନିଜ ଉପରେ କୁଡ଼ା କୁଡ଼ା ହୋଇ, ସେତେବେଳେ ମନେ ପଡ଼ିବ ସେଇ ସବୁ ପୁରୁଣା ସ୍ମୃତି। ଥରେ ଭାବିଚିନ୍ତି କୁହ ତ, କେମିତି ମନେ ନ ପଡ଼ିବ ଭାଇ, ବନ୍ଧୁ, ପରିଜନ, ସର୍ବୋପରି ମାଆର କୋଳ। କେମିତି ମନେ ନ ପଡ଼ିବ ଆମ୍ବ ତୋଟା, ନଡ଼ିଆ ବାରି, ସନ୍ଧ୍ୟାର ସେଇ ମନମତାଣିଆ ପବନ। ସେମିତି ହଜିଯିବାକୁ ମନ ହୁଏ ସେଠି। କିନ୍ତୁ ବର୍ତ୍ତମାନ ଏଇସବୁ ବହୁତ ଦୂରରେ, ଚାହିଁକି ବି ମିଳେନି। ପ୍ରତିଶ୍ରୁତିର ଏଠି ମୂଲ୍ୟହୀନ, ଭୁଲିଯିବାଟା ହିଁ ଶ୍ରେୟ। ଏଠି ସମସ୍ତେ ପାହାଡ଼ର ଆଗରେ ରହିବାକୁ ଚାହାନ୍ତି, ହେଲେ ଭୁଲି ଯାଆନ୍ତି ଦିନେ ତଳୁ ହିଁ ସେଠାକୁ ଯିବାକୁ ପଡ଼େ ଉପରକୁ। ପ୍ରତିଶ୍ରୁତିର ଦ୍ୱାହି ଦେଇ ନିଜର କାମ ହାସଲ କରିବାଟା ହିଁ ଶ୍ରେୟ। ସେଇଭଳି ଲୋକଙ୍କୁ କ'ଣ କେବେ କେହି ଭୁଲିପାରେ? ନା, ଚାହିଁକି ବି ନୁହଁ, କେବେ ନୁହଁ। ତଥାପି ବଢ଼େଇବାକୁ ହେବ ପାଦ ଆଗକୁ, ଆହୁରି ଆଗକୁ। ଯଦି ମୋ କଥାଟା, ଏଇ ଯେଉଁ କବିତା ଭଳିଆ ଯେଉଁ ଲେଟର୍ଟା ମୁଁ ଲେଖିଛି, ଆପଣମାନଙ୍କୁ ଯଦି ଭଲ ଲାଗିଲା ତ ପ୍ଲିଜ୍ ମେସେଜ୍ କରିବେ, କମେଣ୍ଟ କରିବେ ପ୍ଲିଜ୍। ରହୁଛି, ନମସ୍କାର।